ଫୋନ୍ରେ ଗୋଟେ ମାସର କଥାବାର୍ତ୍ତା ପରେ ପୁରୀରେ ପ୍ରଥମ ଦେଖା ଆଉ ପ୍ରଥମ ଦେଖାରେ ଉଭୟଙ୍କ ଭିତରେ ପ୍ରେମ। ଡେରି ନକରି ସେହି ପୁରୀରେ ଗୋଟେ ମନ୍ଦିରରେ ବାହାଘର। ନା ଥିଲେ ପରିବାର ଲୋକେ, ନା ଥିଲା ବାଜା ବାଣ ରୋଷଣୀ, ନା ଥିଲା ଡିଜେ ପ୍ରସେସନ୍। ବାହା ହେଇ ସ୍ତ୍ରୀକୁ ଘରକୁ ନେଇଗଲା ପ୍ରେମିକ। ପ୍ରେମିକ ଘର ଲୋକ ପୁଅର ସବୁ ଭୁଲକୁ କ୍ଷମା କରି ବୋହୂକୁ ଗ୍ରହଣ କରିନେଲେ। ହେଲେ ବାହାଘରର ଗୋଟେ ମାସ ପରେ ପୁଅ ସହିତ ଯାହା ଘଟିଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। କ'ଣ ଘଟିଲା ପୁଅ ସହିତ? କ'ଣ ତା ସ୍ତ୍ରୀ ତାକୁ ଧୋକା ଦେଲା? ତା ସ୍ତ୍ରୀ ତାକୁ ଛାଡ଼ିକି ପଳେଇଗଲା କି? ନା ଏ ଦୁଇ ଜଣଙ୍କ ଭିତରେ ଆଉ କିଏ ଥିଲା? ଏସବୁ ଜାଣିବା ଆଜିର ଏ ରୋମାଣ୍ଟିକ୍ ଆଉ ସସ୍ପେନ୍ସ ଭରା ପ୍ରେମ କାହାଣୀରେ। ହ୍ୟାଲୋ ହାଏ ନମସ୍କାର, ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ବାଲେଶ୍ୱର ଜିଲ୍ଲାର ମନୋଜ କେମିତି କେଜାଣି ଭୁଲରେ କଲ୍ ଲଗାଇ ଦେଇଥିଲା ଅନୁଗୁଳ ତାଳଚେର ଅଞ୍ଚଳର ସୁପ୍ରିୟାକୁ। ସେହି ରଙ୍ଗ ନମ୍ବର ବନ୍ଧୁତା ଖୁବ୍ ଅଳ୍ପ ଦିନ ଭିତରେ ପ୍ରେମରେ ପରିଣତ ହୋଇଗଲା। ଫୋନ୍ରେ ମାତ୍ର ଗୋଟେ ମାସର କଥାବାର୍ତ୍ତା ଆଉ ଚାଟିଂ ଭିତରେ ଏମିତି ପ୍ରେମ ହୋଇଯାଇଥିଲା ଯେ ଗୁଜରାଟରେ ରହୁଥିବା ମନୋଜ ସୁପ୍ରିୟାକୁ ଦେଖା କରିବାକୁ ପୁରୀ ଆସିଲା। ଆଉ ସୁପ୍ରିୟା ବି ଘର ଲୋକଙ୍କୁ ମିଛ କହି ମନୋଜକୁ ଦେଖା କରିବାକୁ ପୁରୀ ବାହାରି ଆସିଲା। ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ପୁରୀ ବେଳାଭୂମିରେ ଅନେକ ମଜାମସ୍ତି ବି କଲେ। ସାଙ୍ଗ ହୋଇ ହୋଟେଲରେ ରାତି ବି କାଟିଲେ। ଜଗନ୍ନାଥଙ୍କ ସାମ୍ନାରେ ଶପଥ ନେଇ 7 ଜନ୍ମର ସାଥୀ ବି ହୋଇଗଲେ। ପ୍ରଥମେ ପୁରୀର ଏକ ମନ୍ଦିରରେ ମନୋଜ ସୁପ୍ରିୟାକୁ ବାହା ହୋଇ ନିଜ ଘର ବାଲେଶ୍ୱରକୁ ନେଇଗଲା। ଏପଟେ ସୁପ୍ରିୟାର ପରିବାର ଲୋକେ ସୁପ୍ରିୟାକୁ ଖୋଜାଖୋଜି କରିବା ଆରମ୍ଭ କରିଦେଇଥିଲେ। ମନୋଜର ପରିବାର ଲୋକେ ସିନା ସୁପ୍ରିୟାକୁ ବୋହୂ ରୂପରେ ଗ୍ରହଣ କରିନେଲେ, କିନ୍ତୁ ସୁପ୍ରିୟାର ଘର ଲୋକଙ୍କୁ କିଛି ବି ଜଣାନଥିଲା। ମନୋଜର ପରିବାର ଲୋକେ ଦ୍ୱିତୀୟ ଥର ପାଇଁ ତାଙ୍କ ଅଞ୍ଚଳରେ ଥିବା ଆଉ ଗୋଟେ ମନ୍ଦିରରେ ସୁପ୍ରିୟା ଆଉ ମନୋଜକୁ ବାହାଘର କରିଦେଇଥିଲେ। ଗୋଟେ ମାସ ସବୁକିଛି ଠିକ୍ଠାକ୍ ଚାଲିଥିଲା। ଆଉ ମନୋଜ ସୁପ୍ରିୟା ବି ଉଭୟଙ୍କୁ ସ୍ୱାମୀ ସ୍ତ୍ରୀ ରୂପରେ ପାଇ ଅନେକ ଖୁସି। କିନ୍ତୁ ୟା ଭିତରେ ସୁପ୍ରିୟାର ପରିବାର ଲୋକେ ସୁପ୍ରିୟା ବିଷୟରେ ଜାଣିସାରିଥିଲେ। ଏତେ ଦିନ ଧରି ଝିଅକୁ ନ ଦେଖି ପାଗଳ ପରି ହୋଇଯାଇଥିବା ପରିବାର ଲୋକେ ପହଞ୍ଚିଥିଲେ ମନୋଜର ଘରେ। ସୁପ୍ରିୟା ବି ପରିବାର ଲୋକଙ୍କୁ ଦେଖି ବେଶ୍ ଖୁସି ହୋଇଯାଇଥିଲା। ଆଉ ଝିଅ ଯାହା କରିଛି ସବୁ କ୍ଷମା କରିଦେଇ ମନୋଜକୁ ଜୋଇଁ ବୋଲି ଗ୍ରହଣ କରିନେଲେ। ଆଉ ଥରେ ଧୁମଧାମରେ ଝିଅକୁ ବାହା କରି ବିଦା କରିବାକୁ ପ୍ରସ୍ତାବ ଦେଲେ। ଯେହେତୁ ତାଙ୍କ ଅଞ୍ଚଳରେ କେହି ଜାଣିନାହାନ୍ତି, ତେଣୁ ସବୁକିଛି ଭଲରେ ହେଲେ ତାଙ୍କ ଇଜ୍ଜତ ବି ରହିଯିବ। ଏସବୁ କଥାରେ ମନୋଜ ଆଉ ମନୋଜର ପରିବାର ଲୋକେ ବି ରାଜି ହୋଇଗଲେ। ଆଉ ସୁପ୍ରିୟାକୁ ତାଙ୍କ ପରିବାର ଲୋକଙ୍କ ହାତରେ ଘରକୁ ବିଦା କରିଦେଲେ। ରାସ୍ତାରେ ଗଲାବେଳେ ସୁପ୍ରିୟା ମନୋଜକୁ ଅନେକ ଥର କଲ୍ କରି କଥା ହେଇଛି। ତାକୁ ମନେ ପକାଇ ଅନେକ କାନ୍ଦିଛି। ଯେତେବେଳେ ସୁପ୍ରିୟା ଘରେ ପହଞ୍ଚିଗଲା, ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ସୁପ୍ରିୟା ପରିବାର ଲୋକ ବି ମନୋଜ ଫୋନ୍ ଉଠାଇ ନଥିଲେ। ମନୋଜ ବ୍ୟସ୍ତ ହୋଇ ଯେତେ ଫୋନ୍ ଲଗାଇଲେ ବି କିଛି ସୁଫଳ ମିଳିନଥିଲା। ଆଜି ବି ମନୋଜ ସୁପ୍ରିୟା ଅପେକ୍ଷାରେ ଅଛି। କେବେ ସେ ପୁଣି ଥରେ ତା ପାଖକୁ ଆସିବ, କେବେ ଥରେ ତା ମିଠା ମିଠା ଓଠରୁ ପଦେ କଥା ଶୁଣିବ। ସୁପ୍ରିୟା ଏବେ କେଉଁଠି? କାହିଁକି ପରିବାର ଲୋକେ ସୁପ୍ରିୟାକୁ ମନୋଜ ପାଖକୁ ଛାଡ଼ୁନାହାନ୍ତି? ସୁପ୍ରିୟା କ'ଣ ମନୋଜକୁ ଭୁଲି ଯାଇଛି? ନା ସୁପ୍ରିୟାକୁ ଜୋର ଜବରଦସ୍ତି ମନୋଜ ପାଖରୁ ଦୂରେଇ ରଖାଯାଇଛି? ସତରେ କ'ଣ ସୁପ୍ରିୟା ମନୋଜ ପାଖକୁ ଫେରିବ, ନା ସେ ଆଉ କାହାର ହେଇଯିବ? ଏସବୁ ପ୍ରଶ୍ନ କେବଳ ପ୍ରଶ୍ନରେ ହୋଇ ରହିଯାଇଥିବା ବେଳେ ଆପଣଙ୍କ ମତାମତ କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ। ହଁ, ଯଦି ଆପଣଙ୍କ ଜୀବନରେ କିଛି ଅକୁହା କଥା ଅଛି ଆମ ଷ୍ଟୋରି ମାଧ୍ୟମରେ ଜଣାଇବାକୁ ଚାହୁଁଛନ୍ତି, ତେବେ ମେସେଞ୍ଜରରେ ମେସେଜ୍ କରିପାରିବେ।